ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିର ଆଲୋଚନା ଶୋଇବା ଘର ବେଡରୁମ୍। କିଛି ଦର୍ଶକଙ୍କ ଅନୁରୋଧ କ୍ରମେ କେଉଁ ଜାଗାରେ ଶୋଇବା ଘର କଲେ କି ପ୍ରକାର ଶକ୍ତି ମିଳେ ବା ସକାରାତ୍ମକ ଊର୍ଜା ମିଳେ ସେ ବିଷୟରେ ଆମେ ଜାଣିବା। ଶୋଇବା ଘର ବା କୋଠରୀ ବାସଗୃହର ସବୁଠାରୁ ମୁଖ୍ୟ ଅଙ୍ଗ। ସେ ଘରେ ଜଣେ ବ୍ୟକ୍ତି ଦୈନିକ 8 ଘଣ୍ଟା ଥାଏ ବା ବିଶ୍ରାମ ନେଇଥାଏ ଏବଂ ତାର ସେ ବ୍ୟକ୍ତିର ଜୀବନର 1/3 ସମୟ ଶୋଇବା ଘରେ ହିଁ କାଟିଥାଏ ଏବଂ ଶୋଇବା ଗୃହର ବିଭିନ୍ନ ସ୍ଥାନରେ ମଧ୍ୟ କରାଯାଇପାରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ସକାରାତ୍ମକ ଊର୍ଜା ଆସୁଥିବା ବେଳେ କେତେକ କ୍ଷେତ୍ରରେ ନକାରାତ୍ମକ ଊର୍ଜା ଆସୁଥାଏ। ଚାଲନ୍ତୁ ଜାଣିବା କିଏ କେଉଁ ଘରେ ଶୋଇବେ ଏବଂ କେଉଁ ଦିଗରେ ଶୋଇବେ। ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା, ଆପଣମାନଙ୍କର ପ୍ରିୟ ଚ୍ୟାନେଲ୍ ଆର୍କେ ବାସ୍ତୁ ଉପଚାର। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆପଣଙ୍କର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖନ୍ତୁ। ଚାଲନ୍ତୁ ଜାଣିବା ଯେ ଶୋଇବା ଘର, ସେ ଘରର ମାଲିକ ବା ମାଷ୍ଟର ବେଡରୁମ୍ କେଉଁ ଜାଗାରେ ହେବ ଏବଂ କି ପ୍ରକାର ହେଇଥିବା ଦରକାର। ଗୃହର କର୍ତ୍ତା ବା ଗୃହର ମାଲିକ ଯେଉଁ କୋଠରୀରେ ଶୋଇବାକୁ ଚାହାନ୍ତି ତାକୁ ମାଲିକ ଶୋଇବା ଘର କୁହାଯାଏ। ବାସ୍ତୁ ମତେ ଏହା ଦକ୍ଷିଣ ପଶ୍ଚିମ ଦିଗ ପାଇଁ ସର୍ବୋଷ୍ଟ ଜାଗା। ସବୁଠାରୁ ଉତ୍ତମ ଜାଗା ହେଲା ଦକ୍ଷିଣ ପଶ୍ଚିମ କୋଣ, ନୈಋତ କୋଣ। ପିଲାମାନଙ୍କର ଶୋଇବା ଘର ବାସ୍ତୁ ମତେ ପୁଅ ପିଲାମାନଙ୍କର ଶୋଇବା ଘର ଉତ୍ତର ପଟ କଲେ ସବୁଠୁ ଭଲ। ପୂର୍ବ ଦିଗରେ ମଧ୍ୟ ଭଲ, କିନ୍ତୁ ଝିଅ ପିଲାମାନଙ୍କ ଶୋଇବା ଘର ପଶ୍ଚିମ ଦିଗରେ କଲେ ସବୁଠୁ ଭଲ। ଯଦିଓ ପଶ୍ଚିମର ଦିଗର କରାଯାଏ ବାୟୁ କୋଣରେ କଲେ ମଧ୍ୟ ସବୁଠୁ ଭଲ। ଯଦି ଆପଣ ଘରକୁ ଅତିଥିମାନଙ୍କର ଗେଷ୍ଟ ରୁମ୍ କରନ୍ତି, ଅତିଥିମାନଙ୍କ ପାଇଁ ବିଶ୍ରାମ ପାଇଁ ଗେଷ୍ଟ ରୁମ୍ ମଧ୍ୟ ସବୁଠାରୁ ଉତ୍ତମ ସ୍ଥାନ ହେଉଛି ଅତିଥିମାନଙ୍କର ଉତ୍ତର ପଶ୍ଚିମ ଦିଗ। ବାସ୍ତୁଶାସ୍ତ୍ର ବ୍ୟକ୍ତିମାନଙ୍କର ମତ, ବାସ୍ତୁଶାସ୍ତ୍ର ମାନେ ବହୁତ ବାସ୍ତୁଶାସ୍ତ୍ର ମାନେ କହନ୍ତି ଉତ୍ତର ପଶ୍ଚିମ ଦିଗ ଗଲେ ଗେଷ୍ଟ ରୁମ୍ ମାନଙ୍କ ପାଇଁ ଭଲ। କାହିଁକି ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଚେଷ୍ଟା କରିବା ଭିଡ଼ିଓଟା ବହୁତ ଛୋଟ ଭିଡ଼ିଓ କରିବା ପାଇଁ କେମିତି ହେଇପାରିବ। ଆପଣ ଭିଡ଼ିଓକୁ ଜମା ସ୍କିପ୍ଟ କରିବେ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସୁନ୍ଦର ଜିନିଷ ଜାଣିପାରିବେ। ଉତ୍ତର ପୂର୍ବ କୋଣ, ଘରର ଉତ୍ତର ପୂର୍ବ କୋଣ ଐଶାନ୍ୟ କୋଣ। ଉତ୍ତର ପୂର୍ବ ବିବାହିତ ଲୋକମାନଙ୍କ ପାଇଁ ଶୋଇବା ଅନୁପଯୁକ୍ତ। ଯଦିଓ ସେମାନେ ସେ ଘରେ ଶୁଅନ୍ତି ତାଙ୍କ ସ୍ୱଭାବ ସାଧାରଣତଃ ଚିଡ଼ଚିଡ଼ା ସ୍ୱଭାବ ଦେଖାଯାଏ ଏବଂ ଯୌନ କ୍ରିୟାରେ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଏଠାରେ ଛୋଟ ପିଲା, ବୃଦ୍ଧା ବୃଦ୍ଧି ଏମାନେ ଶୋଇ ପାରିବେ ଯଦି ଆପଣ ଐଶାନ୍ୟ କୋଣରେ ଘର କରିଛନ୍ତି। କିନ୍ତୁ ଐଶାନ୍ୟ କୋଣ ହେଉଛି ଈଶ୍ୱରଙ୍କ କୋଣ, ଈଶ୍ୱରଙ୍କ ଶୋଇବା ପୂର୍ବ। ତାପରେ ଆସନ୍ତୁ ଜାଣିବା ପୂର୍ବ ଦିଗ। ପୂର୍ବ ଦିଗ ଶୟନ କକ୍ଷଟା ସେତେଟା ଭଲ ନୁହଁ। ଏହା ପୁରୁଷମାନଙ୍କୁ ରୋଗାଗ୍ରସ୍ତ କରିବା ବା ରୋଗାକ୍ରାନ୍ତ କରେ ଏବଂ ଧନହାନି କରିବାର ସମ୍ଭାବନା ଥାଏ। ଏହି କୋଠରୀରେ ପିଲାମାନେ ଶୋଇବା ଚଳିବ ବା ବ୍ୟବହାର କଲେ ଚଳିପାରିବ। ଠିକ୍ ତାପରେ ଆସନ୍ତୁ ଅଗ୍ନିକୋଣ, ଦକ୍ଷିଣ ପୂର୍ବ କୋଣ। ଆଗ୍ନେୟକୋଣ ମଧ୍ୟ ଶୋଇବା ମନା, କାରଣ ସେଟା ହେଉଛି ଅଗ୍ନିତତ୍ତ୍ୱର ଜାଗା ବା ଅଗ୍ନିର ଜାଗା। ସେ ଘରେ ଶୋଇଲେ ସ୍ୱାସ୍ଥ୍ୟହାନି, ମାଲି ମକଦ୍ଦମାରେ ମଧ୍ୟ ଫସି ପାରନ୍ତି। ଏଠାରେ ଶୋଇଲେ ଆପଣଙ୍କର ଯଦି ନେକ୍ସଟ ଜେନେରେସନ୍ ପିଲା ଜନ୍ମ ହେଉଛି ସାଧାରଣତଃ ବିକଳାଙ୍ଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ସେ ଘରେ ଶୋଇବା ଘର କରନ୍ତୁ ନାହିଁ। ଦକ୍ଷିଣ ଦିଗ ସାଉଥ, ଦକ୍ଷିଣ ଦିଗ ବାସ୍ତୁ ମତେ ଶୋଇବା ପାଇଁ ସର୍ବୋତ୍ତମ ଜାଗା ବା ଉତ୍ତମ ଜାଗା। ଏହା ମନକୁ
ଆନନ୍ଦିତ କରେ ଏବଂ ଶାନ୍ତି ଆଣିଥାଏ। ଏହା ପରିବାର ମୁଖ୍ୟ ପରବର୍ତ୍ତୀ ବ୍ୟକ୍ତିଙ୍କ ଶୟନ କକ୍ଷ ସବୁଠାରୁ ହୋଇଥାଏ। ତାପରେ ଆସନ୍ତୁ ଦକ୍ଷିଣ ପଶ୍ଚିମ ଦିଗ ନୈಋତ୍ୟ କୋଣ। ଆଗରୁ କହିଛି ନୈଋତ୍ୟ କୋଣରେ ଗୃହକର୍ତ୍ତା ଶୟନ କକ୍ଷ ପାଇଁ ସବୁଠାରୁ ଉତ୍ତମ ଜାଗା, 100ରୁ 100% ଉତ୍ତମ ଜାଗା। ଏଠାରେ ଶୋଇଲେ ଧନ, ଯଶ, ସ୍ୱାସ୍ଥ୍ୟ ଏବଂ ପୁତ୍ର ମଧ୍ୟ ସନ୍ତାନ ଜନ୍ମ ହେବାର ଆଶା ଅଧିକ ଥାଏ। କିନ୍ତୁ କୌଣସି ପରିସ୍ଥିତିରେ ଏଠାରେ ଛୋଟ ପିଲାଙ୍କୁ ଶୋଇବା ପାଇଁ ମନା କରନ୍ତୁ। ସେମାନେ ଶୋଇଲେ କ'ଣ କରିବେ ନା ହାଲିଆ କ୍ଳାନ୍ତ ଅନୁଭବ କରିବେ। ତାପରେ ଚାଲନ୍ତୁ ଯିବା ପଶ୍ଚିମ ଦିଗକୁ। ପଶ୍ଚିମ ଦିଗରେ ଶୟନ କକ୍ଷ ମଧ୍ୟ ବହୁତ ଆରାମଦାୟକ ଏବଂ ଲାଭଦାୟକ। ଏହା ମଧ୍ୟ ଖୁସିର ଦିଆଯାଏ। ଏହା ଜୀବନରେ ଅତିବାହିତ କରିବା ପାଇଁ ବହୁତ ମଧ୍ୟ ସାହାଯ୍ୟ କରିଥାଏ। ଏଟା ଗଲା ଆପଣଙ୍କର ପଶ୍ଚିମ ଦିଗର କଥା। ଆମେ ଯେଉଁ ଠିକ୍ ଯିବା ତାପରେ ଯିବା ବାୟୁକୋଣକୁ। ବାୟୁକୋଣ ହେଲା ଉତ୍ତର ପଶ୍ଚିମ ଦିଗ। ଏହି କୋଣରେ ଶୟନ କକ୍ଷ ଅତିଥିମାନଙ୍କ ପାଇଁ ସବୁଠାରୁ ଉତ୍ତମ ଜାଗା। ଏ କକ୍ଷରେ ଅବିବାହିତ ଝିଅ ମଧ୍ୟ ଶୋଇଲେ ସବୁଠାରୁ ଭଲ, କାରଣ ସେ କକ୍ଷର ଲକ୍ଷଣ ହେଲା ବାୟୁ କକ୍ଷ, ପବନ ଜାଗା ସେଇଟା। ତେଣୁ ଏ ଜାଗାଟାକୁ ଅଧିପତି ହେଲେ ବାୟୁ ଦେବତା। ବାୟୁ ଦେବତା ଶକ୍ତି ବଳରେ ଗୋଟିଏ ଜିନିଷକୁ ଅନ୍ୟ ଗୋଟେ ଜାଗାକୁ ସ୍ଥାନାନ୍ତରିତ ମଧ୍ୟ କରିପାରନ୍ତି ବା ଉଡ଼େଇ ନିଅନ୍ତି। ଯଦି ଅତିଥିମାନଙ୍କୁ ସେ ରୁମ୍ରେ ଶୁଆଯାଏ ତାହେଲେ ଅତିଥିମାନେ ଦୀର୍ଘ ଦିନ ରହିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। କାମ ଆସିବେ, କାମ ସାରିବେ, ପୁଣି ଯିବା ପାଇଁ ଚେଷ୍ଟା କରନ୍ତି। ଠିକ୍ ସେମିତି ଯଦି ଅବିବାହିତ ଝିଅମାନଙ୍କୁ ସେ ଘର ମଧ୍ୟ ଶୁଆଯାଏ, ତାଙ୍କର ବିବାହ ଘର ଶୀଘ୍ର ହୋଇଯାଏ। ତାହେଲେ ଏଇଟା ଆମେ ଗୋଟେ ସୁନ୍ଦର ଟିପ୍ସଟେ ପାଇଲେ। ଯଦି କୌଣସି ଝିଅର ବିବାହ ବିଳମ୍ବ ହେଉଛି, ଆପଣଙ୍କ ଗୃହରେ ବାୟୁକୋଣରେ ତାକୁ ଶୁଆନ୍ତୁ, ବିବାହ ଶୀଘ୍ର ହୋଇଯିବ। ତେଣୁ ଆମେ ଜାଣିପାରିଲେ କେଉଁ ଦିଗରେ କିଏ କ'ଣ ଶୋଇବା ପାଇଁ ଭଲ ଅଛି। ପୁଣି ଆଉ ଟିକେ ଜାଣନ୍ତୁ କିଏ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ମଧ୍ୟ ଭଲ ହେବ। ଏଇଟା ବହୁତ ବାସ୍ତୁବିଦ ସୁନ୍ଦର ସୁନ୍ଦର ଭିଡ଼ିଓ ମୋତେ କରିଛନ୍ତି। ତଥାପି ଏ ଭିଡ଼ିଓରେ ଆମେ ସାମାନ୍ୟ ଟିକେ ଆଡ଼୍ କରୁଛୁ, ଆମେ ଜାଣିପାରନ୍ତୁ। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଦୁଶ୍ଚିନ୍ତା ବଢ଼େ। ଯଦି ଆମେ ଦେଖିବା ସାଇଣ୍ଟିଫିକ୍ କଜ୍, ସେଠି ମଧ୍ୟ ନିଦ୍ରାହୀନତା ଦେଖାଦିଏ, ଅସୁସ୍ଥତା ବଢ଼େ ଏବଂ ମାନବ ଶରୀର ଚୁମ୍ବକ ପରି କାମ କରେ। ତାହାର କାରଣ ଆମେ ଯଦି ଜାଣିବା, ତାହାର ହେଉଛି ଉତ୍ତର ମେରୁର ଗୋଡ଼ ହେଉଛି ଦକ୍ଷିଣ ମେରୁ। ଆମେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ପୃଥିବୀର ଉତ୍ତର ମେରୁ ଶରୀର ଥାଏ ଏବଂ ଦକ୍ଷିଣ ମେରୁକୁ ବିକର୍ଷଣ କରେ ବା କମ୍ପନ ସୃଷ୍ଟି ହୁଏ। ତେଣୁ ପଦାର୍ଥ ବିଜ୍ଞାନ ମଧ୍ୟ କହେ ସୁମେରୁ ବିକର୍ଷଣ ଆଉ ବିଷୁବମେରୁ ଆକର୍ଷଣ ହୋଇଥାଏ। ତେଣୁ କୌଣସି ବି ପରିସ୍ଥିତିରେ ଆପଣ ମୁଣ୍ଡ ଉତ୍ତରକୁ କରିକି ଶୁଅନ୍ତୁ ନାହିଁ। ତାହେଲେ ଦକ୍ଷିଣ ମୁଣ୍ଡ କରି ଶୋଇଲେ ବିଜ୍ଞାନ ମତେ ଠିକ୍, ବାସ୍ତୁ ମତେ ମଧ୍ୟ ଠିକ୍। ତାର ଅପୋଜିଟ୍ ପୁଣି ଆସନ୍ତୁ ପୂର୍ବ ଦିଗ। ପୂର୍ବ ଦିଗକୁ ଆପଣ ଯଦି ମୁଣ୍ଡ କରି ଶୋଉଛନ୍ତି, ସେ ମଧ୍ୟ ବହୁତ ଲାଭଦାୟକ। ସ୍ୱାସ୍ଥ୍ୟ ଠିକ୍ ରୁହେ, ସୁଖ, ଶାନ୍ତି ଏବଂ ସମୃଦ୍ଧି କାରକ ହୋଇଥାଏ। ଯଦି ପଶ୍ଚିମ ଦିଗକୁ ମୁଣ୍ଡ କରି ଆପଣ ଶୋଉଛନ୍ତି ବାସ୍ତୁ ମତେ, ତା ନିଦ୍ରାହୀନତା ମଧ୍ୟ ଦେଖାଦିଏ ଏବଂ ଆପଣଙ୍କ ମୁଣ୍ଡ ମଧ୍ୟ ଯନ୍ତ୍ରଣା କରେ। ଆପଣମାନେ ଏମିତି ସୁନ୍ଦର ସୁନ୍ଦର ବାସ୍ତୁ ଟିପ୍ସ ଜାଣିବା ପାଇଁ ଆପଣମାନଙ୍କର ପ୍ରିୟ ଚ୍ୟାନେଲ୍ RK ବାସ୍ତୁ ଚ୍ୟାନେଲକୁ ସର୍ଚ୍ଚ କରନ୍ତୁ, ଜାଣିପାରିବେ। ଜୟ ଜଗନ୍ନାଥ।